ବେଗୁନିଆପଡ଼ାରୁ ବଡ଼ ଡକାୟତି ଯୋଜନାକୁ ପଣ୍ଡ କଲା ବେଗୁନିଆପଡ଼ା ପୋଲିସ। 5 ଗିରଫ। ସୁନା ଅଳଙ୍କାର ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଳମ୍ବିତ ରାତିରେ ଲୁଟ୍ ହୋଇଥାନ୍ତା। ଆଉ ଏହା ପୂର୍ବରୁ ମାଡ଼ି ବସିଲା ପୋଲିସ, ଯାହା ଫଳରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ବେଗୁନିଆପଡ଼ା ପୋଲିସ ଏନେଇ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାଠାରେ ଥିବା ମା ଲକ୍ଷ୍ମୀ ଜୁଏଲାରୀରୁ ଏକ ବଡ଼ ଡକାୟତି ପୂର୍ବରୁ ପୋଲିସକୁ ମିଳିଛି ବଡ଼ ସଫଳତା। ମୋଟ 5 ଜଣ ଅଭିଯୁକ୍ତ ଏଥିରେ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ବେଗୁନିଆପଡ଼ା ବ୍ରାହ୍ମଣ ସାହିର ବାବୁଲା ଆଚାରୀ, ଗୋଳନ୍ଥରା ଥାନା ସିଙ୍ଗାବାଡ଼ି ଗ୍ରାମର ଆକାଶ ଗୌଡ଼, ଗୋଳନ୍ଥରା ଥାନା କୁସମୀ ଗ୍ରାମର ଲୋକନାଥ ପାତ୍ର, ବେଗୁନିଆପଡ଼ା ଥାନା ଖଣ୍ଡିଆନଈ ଗ୍ରାମର ଶାନ୍ତତୁ ପାଳ ଓ ଖଲିକୋଟ ଥାନା ବାଲାନ୍ତର ଗ୍ରାମର ଓମ୍ ରଣା। ଏମାନଙ୍କ ନିକଟରୁ ଛୁରୀ, ମୁଖା, ଗ୍ଲୋଭ୍, ହେଲମେଟ୍, 5ଟି ମୋବାଇଲ ସହ 5ଟି ଅଫୁଟା ବୋମା ନମ୍ବର ବିହୀନ 2ଟି ବାଇକ୍ ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରସ୍ତମପୁର ଏସ୍ଡିପିଓ ସୁଜିତ କୁମାର ନାୟକ। କୋଦଳରୁ କୃଷ୍ଣଚନ୍ଦ୍ର ପଲ୍ଲାଙ୍କ ରିପୋର୍ଟ, ଭାଇରାଲ ନ୍ୟୁଜ୍। ଗତକାଲି ସନ୍ଧ୍ୟାବେଳେ ଆମର ବେଗୁନିଆପଡ଼ା ଥାନାର ଆଇସିପି ନିର୍ଦ୍ଦେଶ କ୍ରମେ ଆମର ସବ୍ ଇନ୍ସପେକ୍ଟର ରାଜେଶ ଛତ୍ରୀ ଆଉ ଟିମ୍ ବେଗୁନିଆପଡ଼ା ଆଉ ତାର ଆଖପାଖ ଅଞ୍ଚଳରେ ଯେତେବେଳେ ପେଟ୍ରୋଲିଂ କରୁଥିଲେ, ସେତେବେଳେ ଆମର ଗେଞ୍ଜରାପଲ୍ଲୀ ଯୋଉ ଅଛି ସେପଟେ ବେଲ୍ଟରେ ଆଦିଶକ୍ତି ମାଙ୍କର ଯୋଉ ଟେମ୍ପଲ ପାଖରେ 5 ଜଣ ପିଲାକୁ ଆପ୍ରେହେଣ୍ଡ କଲେ। ସେମାନଙ୍କୁ ଯେତେବେଳେ ଆପ୍ରେହେଣ୍ଡ କଲେ ତାଙ୍କର ଆଇଡେଣ୍ଟି ପଚାରିଲା, ସେଥିରୁ ବେଗୁନିଆପଡ଼ା ଏରିଆର 2 ଜଣ, ଖଲିକୋଟ ଏରିଆର ଗୋଟେ ପିଲାଟା ଏବଂ ବ୍ରହ୍ମପୁର ସାଇଡର 2 ଜଣ ପିଲାକୁ ସେମାନେ ପାଇଲେ। ଆଉ ସେ ଭିତରୁ ଆମର ବେଗୁନିଆପଡ଼ାର ଯିଏ ଥିଲେ ତାଙ୍କ ନାଁ ହେଲା ବାବୁଲା ଆଚାର୍ଯ୍ୟ, ସୁଶାନ୍ତ ପାଳ, ଖଲିକୋଟ ଏରିଆର ଓମ୍ ରଣା, ଆଉ ଯୋଉ ବ୍ରହ୍ମପୁର ଯୋଉ 2 ଜଣ ଥିଲେ ତାଙ୍କର ବଡ କୁସ୍ମୀ ଗୋଳନ୍ତରା ଥାନା ଅଣ୍ଡରେ ଯାଉଛି ଆକାଶ ଗୌଡ଼ ଆଉ ଜଣେ ଲୋକନାଥ ପାତ୍ର ବୋଲି। ତାଙ୍କୁ ଯେତେବେଳେ ପଚରା ଉଚରା କରି ଜଣା ପଡିଲା ପରେ ବାବୁଲା ଆଚାର୍ଯ୍ୟ ସିଏ ହେଲେ ବେଗୁନିଆପଡ଼ାର ତାଙ୍କର ହନୁମାନ ମନ୍ଦିର ସାହିରେ ଅଛି ଗୋଟେ ସୁନା ତାଙ୍କର ଜୁଏଲାରୀ ସପ୍ ତ ନାହିଁ, ଘରେ ସେ ନିଜେ କରି ବିକ୍ରି କରନ୍ତି। ପ୍ରାୟ ବର୍ଷେ 1.5 ବର୍ଷ ପାଖାପାଖି ହବ ତାଙ୍କ ସାହିର ଆଉ ଗୋଟେ ସେଠାରେ ଗୋଟେ ସୁନା ଦୋକାନ ଅଛି, ମା ଲକ୍ଷ୍ମୀ ଜୁଏଲାରୀ ଅଛି। ସେଠି ଗୋଟେ ଛୋଟ ପିଲାଟେ କାମ କରୁଥିଲା। ସିଏ ତାଙ୍କୁ ଚୋରାରେ ଆଣି ବବୁଲ ଆଚାର୍ଯ୍ୟକୁ ସୁନା ଦିଅନ୍ତି, ଇଏ ବ୍ରହ୍ମପୁର ନେଇ ବିକ୍ରି କରନ୍ତି। ବହୁତ ଟଙ୍କା ଖଣ୍ଡେ ସେ ଇଲିଗାଲି ଇନକମ୍ କରିଦେଇଥିଲା। ପରେ ସେଟା ଗତ ଡିସେମ୍ବରରେ ସେ ମାଲିକ ଯେତେବେଳେ ଜାଣିବା ପାଇଲେ, ସେମାନେ କୌଣସି କେସ୍ ଫେସ୍ କିଛି କରିନଥିଲେ ସେତେବେଳକୁ, ତାଙ୍କ ଭିତରୁ ସେମାନେ ରିକଭରି କରିଥିଲେ ବବୁଲ ଆଚାର୍ଯ୍ୟ ପାଖରୁ। ସେ ପ୍ରାୟ 3 ଲକ୍ଷ ନା କେତେ ଟଙ୍କା ରିଟର୍ନ କରିଥିଲା ତାଙ୍କୁ, ନିଜ ଦୋଷ ମାନିକି। ସେ ଜିନିଷଟାକୁ ଗ୍ରଜ ରଖିକି ସେ ଏଟା ଗୋଟେ ପ୍ଲାନିଂ ଆଣ୍ଡ ଏକ୍ସିକ୍ୟୁଟ କରିଥିଲା। ସିଏ ଯୋଉ ଶାନ୍ତନୁ ପାଳ ଯୋଉ କହୁଛନ୍ତି ତାର ସିଏ ଏଠି ରହିଲେ ବି ସେ ବିଟେକ୍ କରୁଛି ବୋଲି ସେ ଯାହା କହୁଛି ତାର ଷ୍ଟେଟମେଣ୍ଟରେ, ଏଟା ଆମେ ଭେରିଫାଇ କରିବୁ। ସେ ବ୍ରହ୍ମପୁରରେ ରହେ ଆଉ ବିଭିନ୍ନ ପ୍ରକାରର କୌଣସି ଇଲିଗାଲ କାମରେ ମଧ୍ୟ ଇନଭଲ୍ଭ ଅଛି ବୋଲି ଯାହା ଆମେ ଖବର ପାଉଛୁ। ସେଟା ତଦନ୍ତରେ ଜଣା ପଡିବ। ସେ ସେଠି ଯେତେବେଳେ ୟାକୁ କହିଛି ଶାନ୍ତନୁ ପାଳ ଥ୍ରୋରୁ ସିଏ ଅଶୋକ ଗୌଡ଼, ଲୋକନାଥ ପାତ୍ର ଏମାନେ ଗୋଟେ ଚିହ୍ନା ପରିଚୟ ହେଇଛନ୍ତି। ଇଏ ତାର ପ୍ଲାନିଂ ଟାକୁ ଏକ୍ସିକ୍ୟୁଟ କରିଛି। ଆଉ ମଝିରେ ଶାନ୍ତନୁ ପାଳଙ୍କର ଆକ୍ସିଡେଣ୍ଟ ହେଇଥିଲା, ଗୋଡ ଭାଙ୍ଗିଥିଲା, ସେଠିକି ଆଉ ଜଣେ ଯୋଉ ଓମ୍ ରଣା, ଏ 5 ଜଣ ଯାଇକି ମଧ୍ୟ ମିଶିଥିଲେ ସେଟା ଶାନ୍ତନୁ ପାଳକୁ ଦେଖିବା ପାଇଁ ହେଇଥିଲେ। ସେଠି ତାଙ୍କର ପ୍ଲାନିଂ ବିଷୟରେ ହେଇଥିଲା। ଯୋଉ ଲକ୍ଷ୍ମୀ ନୃସିଂହ ସରି ମା ଲକ୍ଷ୍ମୀ ଜୁଏଲାରୀ, ସେମାନେ ସଦାବେଳେ ତାଙ୍କର ଦୋକାନ ଯେତେବେଳେ ବନ୍ଦ କରନ୍ତି, ସନ୍ଧ୍ୟାବେଳେ ରାତିରେ କ୍ଲୋଜ କଲା ବେଳକୁ 9ଟା-10ଟା ବେଳକୁ ବେଗରେ ସୁନାଟାକୁ ଧରିକି ଘରକୁ ଫେରନ୍ତି। ଆଉ ୟାଙ୍କର ଗୋଟେ ପ୍ଲାନିଂ ଥିଲା, ସେଟାକୁ ଡକାୟତ କରିବା ଯୋଜନାରେ ଥିଲେ। ସେ ବାବଦରେ ଇଏ କୋଉପଟେ ଦେଇ ରାସ୍ତା ଯିବ, କୋଉପଟେ ଦେଇ ଏସ୍କେପିଂ ରୁଟ୍ ଆଗରୁ ବହୁତ ଥର ଆସିକି ସେମାନେ ମଧ୍ୟ ରେକି କରିକି ଯାଇଛନ୍ତି। ଆଉ ବାବୁଲ ଆଚାର୍ଯ୍ୟ ମଧ୍ୟ ତାଙ୍କୁ 50,000 ପାଖାପାଖି ବୋଧେ ତାଙ୍କୁ ଇଏ ଟାଇପର ପଇସା ମଧ୍ୟ ତାଙ୍କୁ ଦେଇଛି ଫାଷ୍ଟ ଆଡଭାନ୍ସ ହିସାବରେ। ଏକ୍ସିକ୍ୟୁଟ ହେଲା ପରେ ଯାହା ବାକି କରିଥାନ୍ତେ, ଆଉ ଏ ବାବଦରେ ସେମାନେ ଭାଗ ବାଣ୍ଟିକରି ସୁନାଟାକୁ ନେବାର ଯୋଜନା କରିଥିଲେ। ଇନ୍ ଦ ମିନ୍ ଟାଇମ୍ ଯାହା ହଉ, ଥ୍ୟାଙ୍କ୍ସ ଟୁ ବେଗୁନିଆପଡ଼ା ପୋଲିସ, ସେ ଟାଇମଲି ଇଣ୍ଟରସେପ୍ସନ କଲେ ସେମାନଙ୍କୁ। ବହୁତ ବଡ ଗୋଟେ ଜିନିଷ ଘଟଣା ଘଟିବା ପୂର୍ବରୁ 5 ଜଣଙ୍କୁ ଆପ୍ରିହେଣ୍ଡ କରିଛନ୍ତି। ଆଉ ତାଙ୍କୁ ଯେତେବେଳେ ସର୍ଚ୍ଚ କରାହେଲା ତାଙ୍କ ପାଖରେ ସେମାନେ ଛୁରୀ ଫୁରୀ ମଧ୍ୟ ଥିଲେ, ଆଉ ଗ୍ଲୋଭ୍ସ, ମୁହଁ ଗ୍ଲୋଭ୍ସ, ବିଭିନ୍ନ ପ୍ରକାର ହ୍ୟାଣ୍ଡ ଗ୍ଲୋଭ୍ସ ଏଗୁଡା ସବୁ ବି ୟୁଜ କରୁଥିଲେ। 2ଟା ହେଲମେଟ ମଧ୍ୟ ଏମାନେ କରିଛନ୍ତି, ବାଇକ୍ 2ଟା ସିଜ୍ ହେଇଛି। ଆଉ ତାଙ୍କର ବ୍ୟାଗ୍ ସାଇଡରେ ସେ ଯୋଉ ଆଲୋକ ବୋର୍ଡ ସେ ବ୍ୟାଗ୍ ସାଇଡରେ ବ୍ୟାଗ୍ ଦେଖିଲା ବେଳକୁ ସେଥିରେ ହ୍ୟାଣ୍ଡ ବମ୍ 4ଟା ମିଳିଛି। ସେଟାକୁ ମଧ୍ୟ ଆମେ ସିଜର କରିଛୁ। ଆଉ 5 ଜଣ ଯାକ କାଲି ଆଜି ଗିରଫ କରିଛନ୍ତି, ଆଜି କୋର୍ଟକୁ ଚାଲାଣ କରିବୁ।